19 ଜାନୁଆରୀ 2025 ରବିବାର ଦିନ ମାଘ ଷଷ୍ଠୀ ଦିନ। ବାସ୍ ଚୁପଚାପ ଆପଣଙ୍କ ଘରର ଏହି ଜାଗାରେ ଚୁପଚାପ ରଖିଦିଅନ୍ତୁ ଏହି ଟଙ୍କିକିଆ ସିକ୍କା। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ନା ଖାଲି ଆପଣଙ୍କର ଜୀବନରେ ହେବ ଧନର ବର୍ଷା, ବରଂ ବନିଯିବେ ଆପଣ ମହା କରୋଡ଼ପତି ଏବଂ ଖୁସିରେ ଭରିଯିବ ଆପଣଙ୍କର ଘର। ଆପଣଙ୍କର ପ୍ରତ୍ୟେକ ମନସ୍କାମନା ପୂରଣ ହୋଇଯିବ। ବ୍ୟାଙ୍କ ବାଲାନ୍ସ, କ୍ୟାରିୟର, କାରବାରରେ ଦିନ ରାତି ଏତେ କମେଇବେ ଯେ ଏତେ ପଇସା ଆସିବାକୁ ଲାଗିବ ଯେ ଆପଣ ନିଜେ ସମ୍ଭାଳି ପାରିବେ ନାହିଁ। କାହିଁକି ନା ଏହି ମାଘ ଷଷ୍ଠୀରେ ବହୁତ ଶୁଭ ଯୋଗ ବନୁଅଛି, ଯାହାକି ଅନେକ ବର୍ଷ ପରେ ଆସୁଅଛି। ଏଥିପାଇଁ ଦର୍ଶକ ବନ୍ଧୁ, ଏହି ଦିନର ମହତ୍ତ୍ୱ ବହୁତ ଅଧିକ ହୋଇଥାଏ। ଆଉ ଏହି ଦିନ ଆପଣଙ୍କୁ ଏହି 1 ଟଙ୍କିଆ ସିକ୍କା ବାଲା ଉପାୟକୁ ଜରୁର କରିବା ଉଚିତ। ହଁ ଦର୍ଶକ ବନ୍ଧୁ, ଏହି ଉପାୟକୁ ଆପଣ କିପରି କରିବେ, କେବେ କରିବେ, କେଉଁ ଜାଗାରେ କରିବେ, ଆଉ ଏହି ଉପାୟକୁ କରିବା ସମୟରେ ଆପଣମାନେ କେଉଁ କେଉଁ କଥାକୁ ଧ୍ୟାନ ଦେବେ, ଏସବୁ କଥା ଆମେ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବୁ। ତ ଚାଲନ୍ତୁ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଆଗକୁ ବଢ଼ାଇବା। ଦେଖନ୍ତୁ, ଏହି ଦିନ ଏତେ ଖାସ୍ ହୋଇଥାଏ, ଏତେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଯେ ସବୁ କିଛି ପୂର୍ଣ୍ଣ ହୋଇଥାଏ। 19 ଜାନୁଆରୀ 2025 ରବିବାର ମାଘ ଷଷ୍ଠୀ ଦିନ ଗୋଟିଏ 1 ଟଙ୍କିଆ ସିକ୍କା ବାଲା ଉପାୟ ଆମେ କ'ଣ ପାଇଁ କରିବା? ତ ଏହା ଆପଣଙ୍କର ପ୍ରତ୍ୟେକ ଇଚ୍ଛା, ପ୍ରତ୍ୟେକ ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ କରିବା। ଏହି ଉପାୟ ଆପଣଙ୍କ ଜୀବନରେ ଯେତେ ଦୁଃଖ ସମସ୍ୟା ଥାଏ ତାକୁ ଦୂର କରିବା ପାଇଁ କରିବା। ଯଦି ଆପଣଙ୍କର କୌଣସି ବଡ଼ କାମ ଥାଏ ଯାହା ହୋଇପାରେ ନାହିଁ, ଆପଣ ସେଥିପାଇଁ ଏହି ଉପାୟକୁ କରିବା ନିହାତି ଜରୁରୀ। ଯଦି ଆପଣଙ୍କର କୌଣସି ମନସ୍କାମନା ପାଇଁ ଏହି ଉପାୟକୁ ଆପଣ କରିବେ, ତ ଏହି ଉପାୟ ଭଗବାନ ଶଙ୍କର ନିହାତି ଭାବରେ ଆପଣଙ୍କର ପୂରଣ କରିବେ। ଆପଣଙ୍କ ଘରର ସୁଖ ଶାନ୍ତି, ଘରର ଧନକୁ ବଢ଼ାଇବା ପାଇଁ ଏହି ଉପାୟକୁ ଆପଣମାନେ ବି କରିପାରିବେ। ଏହି ଉପାୟକୁ ଯଦି ଆପଣମାନେ କରୁଛନ୍ତି, ତେବେ ଏହି ଉପାୟର ଫଳ ଆପଣଙ୍କୁ ବହୁତ ଶୀଘ୍ର ହିଁ ମିଳିଥାଏ। କାହିଁକି ନା 19 ଜାନୁଆରୀ 2025 ରବିବାର ମାଘ ଷଷ୍ଠୀ ଦିନ ଭଗବାନ ଶଙ୍କର ବହୁତ ହିଁ ପ୍ରସନ୍ନ ମୁଦ୍ରାରେ ଥାନ୍ତି। ଆଉ ଯଦି ଏହି 1 ଟଙ୍କିଆ ସିକ୍କା ବାଲା ଉପାୟକୁ ଆପଣ କରିବାକୁ ଚାହୁଁଛନ୍ତି, ତ କିପରି କରିବେ, ଆଉ ଏହି ଉପାୟକୁ କେଉଁ ସମୟରେ କରିବେ? ତ ଦେଖନ୍ତୁ, 19 ଜାନୁଆରୀ 2025 ରବିବାର ମାଘ ଷଷ୍ଠୀରେ ଏହି 1 ଟଙ୍କିଆ ସିକ୍କା ବାଲା ଉପାୟଟିକୁ ମୁଖ୍ୟ ଭାବରେ ସକାଳ ସମୟରେ ପ୍ରାପ୍ତ ହେଉଛି। ଆପଣମାନେ ପ୍ରାୟ ଚେଷ୍ଟା କରନ୍ତୁ ଏହି ଟଙ୍କିକିଆ ସିକ୍କା ବାଲା ଉପାୟକୁ ସକାଳ ସମୟରେ କରନ୍ତୁ। ଯଦି କୌଣସି କାରଣବଶତଃ ଆପଣ ସକାଳେ ଏହି ଉପାୟକୁ କରିପାରୁନାହାନ୍ତି, ତ ଆପଣମାନଙ୍କୁ ଆଉ ଗୋଟିଏ ମୌକା ବି ମିଳିଥାଏ ସନ୍ଧ୍ୟା ସମୟରେ, ପ୍ରଦୋଷ କାଳରେ। ଆଉ ଏହି ପ୍ରଦୋଷ କାଳ ସମୟ ହେଉଛି ସନ୍ଧ୍ୟା 6ଟାରୁ 7ଟା ଭିତରେ। ଏହି ସମୟରେ ବା ଏହି ସମୟକୁ ପ୍ରଦୋଷ କାଳ କୁହାଯାଏ। ଆପଣ ଯଦି ଏହି ଉପାୟକୁ କରିବେ, ତ ଆପଣଙ୍କୁ ଜରୁର ଫଳ ମିଳିବ ହିଁ ମିଳିବ। ଏହି ମାଘ ଷଷ୍ଠୀ ତିଥିଟି ବର୍ଷକରେ ବହୁତ କମ୍ ଥର ଆସିଥାଏ। ତ ଆପଣ ଏହି ଉପାୟକୁ ଜରୁର କରିଦିଅନ୍ତୁ, ହାତ ଛଡ଼ା ଆଦୌ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଜୀବନରେ ଧନ, ବୈଭବ ସମସ୍ୟା ଚାଲୁଥାଏ। ଯଦି ଆପଣଙ୍କର ଟଙ୍କା ପଇସାକୁ ନେଇ ବହୁତ ସମସ୍ୟା, ଆର୍ଥିକ ସ୍ଥିତି ଖରାପ ହୋଇଥାଏ, ଆପଣମାନେ ବହୁତ ପରିଶ୍ରମ କରିଥାନ୍ତି, ମେହନତ ଅଧିକ କରିଥାନ୍ତି, କିନ୍ତୁ ଆପଣଙ୍କୁ ଧନ ହାସିଲ କରିପାରନ୍ତି ନାହିଁ। ଆପଣ ପରିଶ୍ରମ କଲା ପରେ ବି ସଫଳ ହୋଇପାରୁନାହାନ୍ତି। ଆପଣ ଆପଣଙ୍କର ବ୍ୟାପାରରେ ଅସଫଳ ହୋଇଯାଉଛନ୍ତି, ଚାକିରିର ସନ୍ଧାନରେ ବି ଅସଫଳ ହୋଇଯାଉଛନ୍ତି। କୌଣସି ବି କାର୍ଯ୍ୟରେ ଯଦି ଆପଣ ଅସଫଳ ହେଉଛନ୍ତି କିମ୍ବା ଆପଣଙ୍କର ଧନ ହାନି ହେଉଅଛି, ତ ଆପଣ ଏହି ଛୋଟିଆ ଉପାୟକୁ ଆଜି ରବିବାର ଷଷ୍ଠୀ ତିଥିରେ ଜରୁର କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ। ତା ପୂର୍ବରୁ ଆପଣମାନଙ୍କୁ ମୋର ଗୋଟିଏ ପ୍ରାର୍ଥନା, ଯଦି ଆମର ଏହି ଚ୍ୟାନେଲରେ ଆପଣ ନୂଆ, ତ କୃପା କରି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ ଜରୁର କରିଦିଅନ୍ତୁ ଏବଂ ଭିଡ଼ିଓକୁ ଗୋଟିଏ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀ ହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ ଜରୁର ଲେଖିଦିଅନ୍ତୁ, ଯାହାକି ଭଗବାନ ଶ୍ରୀ ହରି ବିଷ୍ଣୁ ଆଉ ମାତା ଲକ୍ଷ୍ମୀଙ୍କ କୃପା ସदैବ ଆପଣଙ୍କ ଉପରେ, ଆପଣଙ୍କର ପରିବାର ଉପରେ ବନି ରହିବ ଏବଂ ଆପଣଙ୍କୁ କେବେ ବି ଧନ ସମ୍ବନ୍ଧିତ କିଛି ବି କୌଣସି ବି କମି ନ ରହୁ। ଏହି ଉପାୟ ପାଇଁ ଆପଣଙ୍କୁ ସବୁଠୁ ପ୍ରଥମେ ଆବଶ୍ୟକ ପଡ଼ିବ ଗୋଟିଏ ଟଙ୍କିକିଆ ସିକ୍କା। 19 ଜାନୁଆରୀ 2025 ରବିବାର ମାଘ ଷଷ୍ଠୀ ଦିନ ଗୋଟିଏ 1 ଟଙ୍କିଆ ସିକ୍କା ନେବେ। ଏହା ସହ ଆପଣ ଗୋଟିଏ ଗିନାରେ ସ୍ନିଗ୍ଧା ଲୁଣ ନେବେ। ସେହି ଗିନାରେ ରଖି ଆପଣଙ୍କ ଘରରେ ଥିବା ରୋଗୀ ବା କୌଣସି ବେମାରୀଙ୍କ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ରଖିଦେବେ। ଏହାଦ୍ୱାରା କ'ଣ ହୋଇଥାଏ ନା, ସେହି ରୋଗୀ ଲୋକଙ୍କର ସ୍ୱାସ୍ଥ୍ୟର ସୁଧାର ହେବାକୁ ଲାଗିଥାଏ ଏବଂ ବେମାରୀ ବି ଆପଣଙ୍କ ଘରରୁ ଦୂରରେ ରହିଥାଏ। ଏହା ଅତ୍ୟନ୍ତ ଉତ୍ତମ ଉପାୟଟିଏ। ଯେଉଁ ଲୋକ ଅଧିକ ବେମାରୀରେ ଚିନ୍ତିତ ଥାନ୍ତି କିମ୍ବା ଧନର
बर्बादी घरे लगी रही थाए तो यही उपाय करने द्वारा एथिरे सुधार आसी थाए। तो यह थिला प्रथम उपाय। एबे आसंतु जानिबा अन्य एक उपायटिए। तो यही उपायटे भी 1 टंकिया सिक्का वाला उपायटिए। यही उपाय को करने द्वारा केबे भी आपनकर पर्स खाली रहिबो नाही। सबु बेले आपनकर पर्स पैसा आसीबाकू लागिबो। आपनकर पर्स पैसा रे भरिबाकू लागिबो। कौनसी एमिति दिन आपनक जीवन रे आसीबो नाही कि किछि दिन परे आपनकर पर्स पुणी खाली होई जाइथाय। किछि लोकंकर एमिति होई थाए कि पैसा रे पर्स पूरा फुल होई रही थाए किंतु संध्या हेबा पूर्वरु सही पर्स पूरा खाली होई जाइथाय। एते अधिका पैसा खर्च होई थाए जे पैसा रही न थाए। तो एथिपई आपण एही उपाय को निहाती करंतु। उपायटी हेउची 1 टंकिया सिक्काटिए नियंतु सही पैसा को भलसे सफा करिदेबे। एहा परे गोटिए छोटिया हलदिया रंगर कौड़ीटिए नियंतु आउ एही 1 टंकिया सिक्का और कौड़ी को आपणकर पर्स रे रखी दियंतु। एहाको सब बेल पई आपणको पर्स रे रखिबे। केबे भी खर्च करिवे नाही, केबे भी कोडे पकेइबे नाही कि केबे भी काहाको दियंतु नाही। एहा परे आपण निजे देखिबे कि आपणको पाखको पैसा किपरि आसीबो आउ किपरि आपणकर पर्स सब बेले पैसा रे भरी रहिबो एवं किपरि आपणकर पर्स धन रे भरी रहिबो। एही उपायटी को बहुत सरल उपायटी निहाती आपणकर धन पई करंतु। जेउ लोक कुहंती कि पैसा पर्स रे आसु नाही, पैसा पर्स रे रहु नाही, आम भाग्य रे ही गरीबी निर्धनता गरीबी लेखा अछि। तो जेउ लोक धन को नहीं बहुत अधिक चिंता रे थांती तो सही लोक एही उपाय को जरूर थरे करंतु। और 1 टंकिया सिक्कार उपायटी बहुत उत्तम उपायटी। जदि नजर दोष व्यक्ति को लगी जाए, पैसा को लगी जाए तो अच्छा अच्छा घर भी बर्बाद हो जाए। जदि आपण को कौन से शत्रु आपण को परेशान कराउ थाए, आपणकर गुप्त शत्रु भी होई पारंती जहाँ को विषय रे आपण को जଣା ही नहीं। एमिति लोकठो सब बेले बंचिकी रहिबा ही उचित। आपण माने सही शत्रु ठारू मुक्ति पाइबा पई सबुठु उत्तम उपायटी हेउची 4टी फूल थिबा लवंग नेबे एवं गोटिए कर्पूर नेबे। आपणकर घरे कौनसी भी जगार जलाई दियंतु। एही उपाय को आपण रविवार दिन ही करिवे, मंगलवार दिन भी करि परिबे तो बहुत उत्तम होई थाए। एही उपाय को करिबा द्वारा आपण को संकट मोचन हनुमान को ध्यान करिवे एवं संकट मोचन हनुमान को कहिबे कि मोर जेते भी शत्रु थांते, जेते बड़ शत्रु अछन्ते तांको ठारू मते सब दिन पई मुक्ति मिली जाऊ। एतिके कहि 4टी लवंग और कर्पूर को जलाई देबे। आ जली जाइथिबा कर्पूर और लवंग को आपणकर घरर बाहर कौनसी गछ मूल रे ढाली देबे। ध्यान देबे जेबे भी एही उपाय को आपण करिवे तो कौनसी भी नजर दोष थाए, जदि कौनसी शत्रु किछि आपणक पई करिथांती आपणको ताहा जणा न थाए, आपणको घरे जदि नेगेटिव एनर्जी थाए किबा आपणकर कौनसी खराब शक्ति थाए किबा आपणको घरु निर्धनता थाए बा गरीबी थाए तो एही उपाय को करिबा मात्रे एही सब आपणको घर तुरंत दूर हो जाई थाए। तो आशा करुचे आजिर भिडियोटी निहाती भाव आपण मानकु पसंद आसीथिबो। जदि सत्य भिडियोटी आपनको पसंद आसी थाए तेबे भिडियोटी गोटे लाइक कर दियंतु। चैनल रे नुआ थिले चैनल को सब्सक्राइब करी पाखरे थिबा बेल आइकन टी को दबाई दियंतु। भिडियोटी को अधिक मात्रा रे आपनकर सांग सर्कल मानक पाखु शेयर करंतु। कमेंट बॉक्स रे निहाती भाव जय श्री हरि विष्णु जय माता लक्ष्मी अवश्य लिखि दियंतु।